ଅନୁଗୁଳରୁ ଛେଣ୍ଡିପଦା ଯାଇଥିବା 63 ନମ୍ବର ରାଜ୍ୟ ରାଜପଥରେ ସିରିଜ୍ ଦୁର୍ଘଟଣା। ମଦ୍ୟପାନ କରି ଦ୍ରୁତ ଗତିରେ ଗାଡ଼ି ଚଳାଇ ଦୁର୍ଘଟଣା ଘଟାଇଲେ କ୍ୟାମ୍ପର ଚାଳକ। ଦୁର୍ଘଟଣାରେ 3ଟି କାର୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ 2 ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅନୁଗୁଳ ନନ୍ଦିଘୋଷ ଟିଭିର ଜିଲ୍ଲା ପ୍ରତିନିଧି ସମରେଶ ନାଥ ସାମାନ୍ୟ ଆହତ ହୋଇଛନ୍ତି। ସୂଚନା ଅନୁସାରେ ନିଶା ଥାନା ଅଞ୍ଚଳର ଏକ କାରଖାନାରେ ଲାଗିଥିବା କ୍ୟାମ୍ପର ଚାଳକ ମଦ୍ୟପାନ କରି କଙ୍କରେଇ ଆଡ଼କୁ ଦ୍ରୁତ ଗତିରେ ଯାଉଥିଲେ। ନିଶା ଛକ ନିକଟରେ ସେ ଏକ କାର୍କୁ ଧକ୍କା ଦେଇଥିଲେ। ଫଳରେ ସେହି କାର୍ଟି ଆଗରେ ଯାଉଥିବା ଅନ୍ୟ ଏକ କାର୍କୁ ଧକ୍କା ଦେଇଥିଲା। ସେହି ସମୟରେ କଙ୍କରେଇକୁ ନ୍ୟୁଜ୍ କଭର କରି ଫେରୁଥିବା ନନ୍ଦିଘୋଷ ଟିଭି ଜିଲ୍ଲା ପ୍ରତିନିଧି ସମରେଶ ନାଥଙ୍କ କାର୍କୁ ମଧ୍ୟ କ୍ୟାମ୍ପରଟି ଧକ୍କା ଦେଇଥିଲା। ଦୁର୍ଘଟଣାର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ବାହାରକୁ ଆସିଥିଲେ ଏବଂ ଗୋଟିଏ କାର୍ରେ ଫସି ରହିଥିବା ମା ଝିଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ନିଶା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ କ୍ୟାମ୍ପର ଚାଳକଙ୍କୁ ଗିରଫ କରିଛି। ପୋଲିସ ତଦନ୍ତ ଜାରି ରଖିଛି। ଅନୁଗୁଳରୁ ମଦନ ନାୟକଙ୍କ ରିପୋର୍ଟ, ଓଡ଼ିଆ ଭାସ୍କର।